ଧର୍ମମଣ୍ଡଳୀ ପ୍ରଚାରକ ପୁସ୍ତକ ଅଧ୍ୟାୟ 6। ମାନବ ଜାତି ପ୍ରତି ଦୁର୍ବହ ଏକ ଅନିଷ୍ଟ କାର୍ଯ୍ୟ ମୁଁ ସୂର୍ଯ୍ୟ ତଳେ ଦେଖିବାକୁ ପାଇଅଛି। ଜଣେ ବ୍ୟକ୍ତି ଯାହା ପାଇବା ପାଇଁ ଆଗ୍ରହାନ୍ୱିତ ସେଥିରୁ କିଛି ହିଁ ହ୍ରାସ ନ କରି ଈଶ୍ୱର ତାକୁ ଧନ ସମ୍ପଦ ତଥା ସମ୍ଭ୍ରମ ପ୍ରଦାନ କରନ୍ତି, ତଥାପି ସେ ସବୁକୁ ଉପଭୋଗ କରିବାର ଶକ୍ତି ଈଶ୍ୱର ତାକୁ ପ୍ରଦାନ କରନ୍ତି ନାହିଁ, ବରଂ ଅନ୍ୟ ଜଣେ ତାହା ଉପଭୋଗ କରେ। ଏହା ବ୍ୟର୍ଥତା ତଥା ଏକ ଗୁରୁତର ବ୍ୟାଧି। ଜଣେ ବ୍ୟକ୍ତିଙ୍କର 100 ସନ୍ତାନ ଥାଇ ସେ ସଂଖ୍ୟାଧିକ ବର୍ଷ ଜୀବିତ ହୋଇ ରହିଲେ ସୁଦ୍ଧା ନିଜ ଜୀବନକୁ ଆମୋଦ ପ୍ରମୋଦରେ ଯାପନ କରିବା ପାଇଁ ସେ ଯଦି ଅକ୍ଷମ ହୁଏ ଓ ପରିଶେଷରେ କବର ମଧ୍ୟ ଲାଭ ନ କରେ, ତେବେ ମୁଁ କହି ରଖେ ଯେ ତା ତୁଳନାରେ ଜଣେ ଅକାଳ ଜାତ ଅଧିକ ଉତ୍ତମ। ବ୍ୟର୍ଥତାରେ ଜାତ ହୋଇ ତାହା ଅନ୍ଧକାରକୁ ଗମନ କରେ, ତାହାର ନାମ ମଧ୍ୟ ତିମିରାଚ୍ଛନ୍ନ ହୋଇ ରହେ। ଏତଦ୍‌ବ୍ୟତୀତ ତାହା ସୂର୍ଯ୍ୟାଲୋକର ଦର୍ଶନ ଲାଭ କରି ନାହିଁ କିମ୍ବା କୌଣସି ବିଷୟ ଜାଣି ନାହିଁ। ତଥାପି ପୂର୍ବୋକ୍ତ ବ୍ୟକ୍ତି ଅପେକ୍ଷା ବରଂ ଏହା ବିଶ୍ରାମ ଲାଭ କରେ, ଯଦିଓ ସେହି ବ୍ୟକ୍ତି 2 ଥର 1000 ବର୍ଷ ବ୍ୟାପୀ ଜୀବିତ ହୋଇ ରହେ, ତଥାପି କୌଣସି ଉତ୍ତମତା ଭୋଗ କରିପାରେ ନାହିଁ। ଉଭୟେ କ'ଣ ସମାନ ଭାବେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରସ୍ଥାନ କରନ୍ତି ନାହିଁ? ଭକ୍ଷଣ ଅର୍ଜନ ପାଇଁ ମନୁଷ୍ୟର ସମସ୍ତ ପରିଶ୍ରମ ଉଦ୍ଦିଷ୍ଟ, ତଥାପି ତାର ଉଦର ତୃପ୍ତ ହୁଏ ନାହିଁ। ନିର୍ବୋଧ ବ୍ୟକ୍ତି ତୁଳନାରେ ଜଣେ ଜ୍ଞାନୀ ବ୍ୟକ୍ତିର ଅଧିକ ଶ୍ରେଷ୍ଠତା କ'ଣ? ଜୀବିତ ଲୋକମାନଙ୍କ ସମ୍ମୁଖରେ ଚଳପ୍ରଚଳ ହେବାକୁ ଜାଣିଥିବା ଦରିଦ୍ର ବ୍ୟକ୍ତିର ଲାଭ ବା କ'ଣ? ମନର ସୁଦୂର ପରିଭ୍ରମଣ ଅପେକ୍ଷା ଚକ୍ଷୁ ସମ୍ମୁଖସ୍ଥ ପଦାର୍ଥର ଦର୍ଶନ ବରଂ ଶ୍ରେୟସ୍କର। ଏହା ମଧ୍ୟ ବ୍ୟର୍ଥତା ତଥା ବାୟୁର ପଶ୍ଚାଦ୍ଧାବନ ମାତ୍ର। ଅସ୍ତିତ୍ୱ ଥିବା ସବୁକିଛି ନାମ ପ୍ରାପ୍ତ ହୋଇଅଛି, ପୁଣି ମନୁଷ୍ୟ କିଏ ଏହା ମଧ୍ୟ ସୁବୁଦ୍ଧିତ। ନିଜ ତୁଳନାରେ ଅଧିକ ଶକ୍ତିସମ୍ପନ୍ନ ଜଣେ ବ୍ୟକ୍ତିକୁ ସେ ପ୍ରତିରୋଧ କରିପାରିବ ନାହିଁ। ବ୍ୟର୍ଥତାର ବହୁଳତା ଏସବୁରେ ମନୁଷ୍ୟର କ'ଣ ଲାଭ? ଛାୟା ସଦୃଶ ଅତିକ୍ରାନ୍ତ ହେଉଥିବା ଏହି ବ୍ୟର୍ଥ ତଥା ସ୍ୱଳ୍ପ ଜୀବନ କାଳରେ ମନୁଷ୍ୟ ନିମନ୍ତେ ଯାହା ମଙ୍ଗଳଦାୟକ, ସେ ସମ୍ବନ୍ଧରେ କିଏ ବା ଜାଣେ? କାରଣ ମନୁଷ୍ୟର ଜୀବନ ଶେଷ ହେବା ପରେ ସୂର୍ଯ୍ୟ ତଳେ କ'ଣ ସଂଘଟିତ ହେବ, ଏହା ମନୁଷ୍ୟକୁ କିଏ କହିପାରିବ? ଅଧ୍ୟାୟ 7। ଅନ୍ୟାୟ ବକ୍ତବ୍ୟ। ବହୁମୂଲ୍ୟ ମଲମ ଅପେକ୍ଷା ଏକ ସୁନାମ ଅଧିକ ଉତ୍ତମ ଓ ଜନ୍ମଦିନ ଅପେକ୍ଷା ମରଣ ଦିନ ବରଂ ଶ୍ରେୟସ୍କର। ଭୋଜି ଗୃହକୁ ଯିବା ଅପେକ୍ଷା ବିଳାପ ଗୃହକୁ ଯିବା ଅଧିକ ଉତ୍ତମ, କାରଣ ଏହା ସମସ୍ତ ମାନବର ଶେଷ ଦଶା, କାରଣ ଜୀବିତ ଲୋକେ ତାହା ହୃଦବୋଧ କରିବେ। ହାସ୍ୟ ଅପେକ୍ଷା ଶୋକ ଅଧିକ ଉତ୍ତମ, ତାହା ଯଦିଓ ମୁଖକୁ ବିଷଣ୍ଣ କରେ, ତଥାପି ହୃଦୟକୁ ଆଶ୍ୱସ୍ତ କରେ। ଜଣେ ବିଜ୍ଞ ବ୍ୟକ୍ତିର ହୃଦୟ ବିଳାପ ଗୃହରେ ଅବସ୍ଥାନ କରେ, କିନ୍ତୁ ନିର୍ବୋଧ ବ୍ୟକ୍ତିର ହୃଦୟ ଆହ୍ଲାଦ ଗୃହରେ ରହେ। ମୂଢ଼ ଲୋକର ଗାନ ଶୁଣିବା ଅପେକ୍ଷା ଜ୍ଞାନୀର ଭର୍ତ୍ସନା ଶୁଣିବା ବରଂ ଶ୍ରେୟସ୍କର। ଆଟିକା ତଳେ କଣ୍ଟାର ଚଡ଼ ଚଡ଼ ଶବ୍ଦ ଯେପରି, ମୂଢ଼ମାନଙ୍କର ହାସ୍ୟରବ ସେହିପରି। ଏହା ମଧ୍ୟ ବ୍ୟର୍ଥତା। ଅତ୍ୟାଚାର ଅବଶ୍ୟ ଜଣେ ଜ୍ଞାନୀ ବ୍ୟକ୍ତିକୁ ନିର୍ବୋଧ କରେ ଓ ମନକୁ ଲାଞ୍ଚ ଦୂଷିତ କରେ। କୌଣସି ବିଷୟର ଅନ୍ତ୍ୟ ତାହାର ଆରମ୍ଭ ଅପେକ୍ଷା ଅଧିକ ଉତ୍ତମ ଓ ଅହଙ୍କାରୀ ଲୋକ ଅପେକ୍ଷା ଏକ ଧୈର୍ଯ୍ୟଶାଳୀ ବ୍ୟକ୍ତି ଶ୍ରେୟସ୍କର। କ୍ଷିପ୍ରକୋପୀ ହୁଅ ନାହିଁ, କାରଣ କ୍ରୋଧ ମୂଢ଼ମାନଙ୍କ ହୃଦୟରେ ବାସ କରେ। ପ୍ରଶ୍ନ କର ନାହିଁ ଯେ ଅତୀତ ଦିନ ସବୁ ବର୍ତ୍ତମାନର ଦିନ ସକଳ ଅପେକ୍ଷା କାହିଁକି ଉତ୍ତମ ଥିଲା? କାରଣ ପ୍ରଜ୍ଞାରୁ ତୁମେ ଏପରି ପ୍ରଶ୍ନ ପଚାରୁ ନାହଁ।
ପୈତୃକ ତତ୍ତ୍ୱାଧିକାର ସହ ପ୍ରଜ୍ଞା ଉତ୍ତମ। ଯେମାନଙ୍କ ଉପରେ ସୂର୍ଯ୍ୟ ଦୀପ୍ତିମାନ ହୁଏ ସେମାନଙ୍କ ପାଇଁ ତାହା ପ୍ରୟୋଜନୀୟ। ପ୍ରଜ୍ଞାର ସଂରକ୍ଷଣ ଅର୍ଥ ସଂରକ୍ଷଣ ସଦୃଶ୍ୟ ଜ୍ଞାନର ପ୍ରୟୋଜନ ଏହା ଯେ ପ୍ରଜ୍ଞା ନିଜର ଅଧିକାରୀମାନଙ୍କୁ ସଂରକ୍ଷଣ କରିବ। ଈଶ୍ୱରଙ୍କ କାର୍ଯ୍ୟ ସମ୍ବନ୍ଧରେ ଅନୁଧ୍ୟାନ କର। ଯାହା ସେ ବକ୍ର କରି ନିର୍ମାଣ କରିଛନ୍ତି କିଏ ବା ତାହା ସଳଖ କରିପାରିବ। ସୁଶସ୍ୟର ଦିନମାନଙ୍କରେ ଆନନ୍ଦିତ ହୁଅ ଓ ସଙ୍କଟ ଦିନରେ ଅନୁଧ୍ୟାନ କର। ନିଜର ପରବର୍ତ୍ତୀ କାଳରେ ଯାହା ନିଜ ପାଇଁ ସଂଘଟିତ ହେବ ସେ ସମ୍ବନ୍ଧରେ ମନୁଷ୍ୟ ଯେପରି ଜାଣି ନପାରେ ସେଥିପାଇଁ ଈଶ୍ୱର ସେ ଉଭୟକୁ ପ୍ରସ୍ତୁତ କରିଛନ୍ତି। ମୋର ବ୍ୟର୍ଥ ଜୀବନ କାଳରେ ମୁଁ ଏ ସମସ୍ତ ଦେଖିଅଛି। ନିଜ ନୀତିନିଷ୍ଠା ମଧ୍ୟରେ ବିନଷ୍ଟ ହେଉଥିବା ଧାର୍ମିକ ବ୍ୟକ୍ତି ଓ ଦୁଷ୍କର୍ମ ସାଧନ କରି ସୁଦ୍ଧା ଦୀର୍ଘାୟୁ ପ୍ରାପ୍ତ ହେଉଥିବା ଦୁଷ୍ଟ ବ୍ୟକ୍ତି ଉଭୟ ଅଛନ୍ତି। ଅତିରିକ୍ତ ନୀତିନିଷ୍ଠ କିମ୍ବା ଅତିରିକ୍ତ ଜ୍ଞାନୀ ହୁଅ ନାହିଁ। ତୁମେ କାହିଁକି ନିଜକୁ ବିନାଶ କରିବ? ଅତିରିକ୍ତ ଦୁଷ୍ଟ କିମ୍ବା ଅତିରିକ୍ତ ମୂଢ଼ ହୁଅ ନାହିଁ। ନିଜ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ତୁମେ କାହିଁକି ମୃତ୍ୟୁ ମୁଖରେ ପଡ଼ିବ? ଉତ୍ତମ କାର୍ଯ୍ୟ ଏହା ଯେ କୌଣସି ବିଷୟକୁ ଦୃଢ଼ ଧାରଣ କରିବା ସମୟରେ ତାହାକୁ ନିଜ ହସ୍ତ ମୁଷ୍ଟିରୁ ଶିଥିଳ କର ନାହିଁ। କାରଣ ଯେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ସେ ସବୁଥିରେ ଜୟଲାଭ କରିବ। ନଗରୀବାସୀ 10 ଜଣ ଅଧିପତିଙ୍କ ଅପେକ୍ଷା ବିଜ୍ଞ ବ୍ୟକ୍ତିକୁ ପ୍ରଜ୍ଞା ଅଧିକ ଶକ୍ତି ସମ୍ପନ୍ନ କରେ। କେବେ ହେଁ ପାପ ନ କରି ସର୍ବଦା ଉତ୍ତମ କାର୍ଯ୍ୟ କରୁଥିବା ଏପରି କୌଣସି ନୀତିନିଷ୍ଠ ବ୍ୟକ୍ତି ଭୂପୃଷ୍ଠରେ ନାହିଁ। ଲୋକଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟ ପ୍ରତି କର୍ଣ୍ଣପାତ କର ନାହିଁ। କାରଣ କର୍ଣ୍ଣପାତ କଲେ ହୁଏତ ତୁମର ଦାସ ତୁମକୁ ଅଭିଶାପ ଦେବା ଶୁଣିବାକୁ ପାଇପାରିବ। ତୁମେ ନିଜେ ଜାଣ ଯେ ସ୍ୱୟଂ ତୁମେ ଅନ୍ୟମାନଙ୍କୁ ଅଭିଶାପ ଦେଇଅଛ। ପ୍ରଜ୍ଞା ଜରିଆରେ ମୁଁ ଏ ସମସ୍ତ ପରୀକ୍ଷା କରିଅଛି। ମୁଁ କହିଲି ମୁଁ ଜ୍ଞାନୀ ହେବି କିନ୍ତୁ ତା ମୋ ଠାରୁ ଦୂରରେ ଥିଲା ଓ ଯଥାର୍ଥ ଅତି ସୁଦୂର ଥାଏ, ଗଭୀର ଅତି ଗଭୀର ଥାଏ। କିଏ ତାହା ପାଇପାରିବ? ଜ୍ଞାନର ସନ୍ଧାନ କରିବା ପ୍ରଜ୍ଞା ତଥା ବିଷୟ ସକଳର ସାରାଂଶ ସମ୍ବନ୍ଧରେ ଅନ୍ୱେଷଣ କରିବା ଓ ମୂଢ଼ତାର ଦୁଷ୍ଟତା ଆଉ ବାତୁଳତା ସଦୃଶ ହୋଇଥିବା ମୂଢ଼ତା ଜାଣିବା ପାଇଁ ମୁଁ ଉଦ୍ୟତ ହେଲି। ଯାହାର ହୃଦୟ ଫାଶ ତଥା ଜାଲତୁଲ୍ୟ ଓ ଯାହାର ହସ୍ତ ବେଡ଼ି ସଦୃଶ ସେହି ନାରୀ ମୃତ୍ୟୁ ଅପେକ୍ଷା ଅଧିକ ତିକ୍ତ ଏହା ମୁଁ ହୃଦବୋଧ କଲି। ଯେ ଈଶ୍ୱରଙ୍କର ପ୍ରୀତି ପ୍ରାପ୍ତ ସେ ତାଠାରୁ ରକ୍ଷା ପାଏ କିନ୍ତୁ ପାପୀ ବ୍ୟକ୍ତି ତାର ମୁଷ୍ଟିବଦ୍ଧ ହୁଏ। ପ୍ରଚାରକ କହନ୍ତି ଗୋଟି ଗୋଟି କରି ମୋର ସମସ୍ତ ଅନୁସନ୍ଧାନର ସାରାଂଶ ଏହା। ଅବିଶ୍ରାନ୍ତେ ଯାହାର ଅନୁସନ୍ଧାନ ମୁଁ କରିଅଛି ତଥାପି ମୁଁ ତାହାର ସନ୍ଧାନ ପାଇନାହିଁ। ହଜାର ମଧ୍ୟରେ ମୁଁ ଜଣେ ପୁରୁଷକୁ ଦେଖିବାକୁ ପାଇଅଛି କିନ୍ତୁ ସେ ସମସ୍ତଙ୍କ ମଧ୍ୟରେ ଜଣେ ନାରୀକୁ ମୁଁ କେବେ ହେଁ ଦେଖି ନାହିଁ। ମୁଁ ଏହା ଦେଖିବାକୁ ପାଇଅଛି ଯେ ଈଶ୍ୱର ମନୁଷ୍ୟକୁ ସରଳ ମନା କରି ସୃଷ୍ଟି କରିଛନ୍ତି କିନ୍ତୁ ସେମାନେ ଅନେକ ଜଟିଳ ପ୍ରଶ୍ନ ଅନ୍ୱେଷଣ କରିଅଛନ୍ତି। ଅଧ୍ୟାୟ 8 ଜ୍ଞାନୀ ଓ ରାଜା। ଜ୍ଞାନୀ ବ୍ୟକ୍ତି ସଦୃଶ କିଏ? ଗୋଟିଏ ବିଷୟ ବ୍ୟାଖ୍ୟା କରିବାକୁ କିଏ ଜାଣେ? ଜଣେ ବ୍ୟକ୍ତିର ପ୍ରଜ୍ଞା ତାର ମୁଖକୁ ସୁଶୋଧିତ କରେ। ତା ଫଳରେ ତାର ମୁଖମଣ୍ଡଳରୁ କଠୋରତା ଦୂରେଇ ଯାଏ। ମୁଁ କହେ ଯେ ଈଶ୍ୱରଙ୍କ ନାମରେ ଗୃହୀତ ପବିତ୍ର ଶପଥ ଯୋଗୁଁ ରାଜାଙ୍କ ଆଦେଶକୁ କାର୍ଯ୍ୟକାରୀ କର। ବିଚାରହୀନ ଭାବେ ତାହା ଲଙ୍ଘନ କର ନାହିଁ। ଯଦିଓ ସେହି ଆଦେଶ ସନ୍ତୋଷଜନକ ତଥାପି ତାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲାକ୍ଷଣି ତାହାକୁ ପାଳନ କରିବା ପାଇଁ ବିଳମ୍ବ କର ନାହିଁ। କାରଣ ସେ ସ୍ୱେଚ୍ଛାନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ରାଜାଙ୍କ ବାକ୍ୟ ସର୍ବପ୍ରଧାନ ଅଟେ। ତୁମେ କ'ଣ କରୁଅଛ
ତାହାକୁ ଏହି ପ୍ରଶ୍ନ କିଏ କରିପାରିବ? ଯିଏ ଆଜ୍ଞାର ଅନୁଗତ ହେବ ତା ନିମନ୍ତେ କୌଣସି ଅନିଷ୍ଟ ସଂଗଠିତ ହେବ ନାହିଁ ଓ ସେଥିରି ସକାଶେ ଉଚିତ ସମୟ ତଥା ମାର୍ଗ ଜ୍ଞାନ ସମ୍ପନ୍ନ ବ୍ୟକ୍ତିକୁ ଜଣା। କାରଣ ଯଦିଓ ମନୁଷ୍ୟ ଜୀବନ ଅନ୍ୟାୟ ଉଦ୍ବେଗ ଦ୍ୱାରା ଭାରାକ୍ରାନ୍ତ, ତଥାପି ପ୍ରତ୍ୟେକ ବିଷୟର ସମୁଚିତ ସମୟ ତଥା ମାର୍ଗ ଅଛି। ସେ ଜାଣେ ନାହିଁ ଯେ ଭବିଷ୍ୟତରେ କ'ଣ ଘଟିବ, ସୁତରାଂ ତାହା କିପରି ଘଟିବ ବୋଲି କିଏ ତାକୁ କହିପାରିବ? ଜୀବନକୁ ଅଟକାଇ ରଖିବା ପାଇଁ କୌଣସି ବ୍ୟକ୍ତିର ଶକ୍ତି ନାହିଁ କିମ୍ବା କେହି ନିଜ ମୃତ୍ୟୁ ଦିନ ଉପରେ କର୍ତ୍ତୃତ୍ୱ କରିପାରେ ନାହିଁ। ଯୁଦ୍ଧ ସମୟରେ କେହି ସୈନିକ ସେବା ଦାୟିତ୍ୱରୁ ମୁକ୍ତ ହୁଏ ନାହିଁ କିମ୍ବା ଯେଉଁମାନେ ଦୁଷ୍ଟତା ପ୍ରତି ଅନୁରକ୍ତ ସେମାନଙ୍କୁ ତାହା ମୁକ୍ତି ପ୍ରଦାନ କରିବ ନାହିଁ। ମନୁଷ୍ୟ ଯେତେବେଳେ ଅନ୍ୟ ବ୍ୟକ୍ତି ଉପରେ କର୍ତ୍ତୃତ୍ୱ କରି ତା ପ୍ରତି ଉପଦ୍ରବ କରେ, ସେତେବେଳେ ସୂର୍ଯ୍ୟ ତଳେ ସମ୍ପାଦିତ ସମସ୍ତ କାର୍ଯ୍ୟ ସମ୍ବନ୍ଧରେ ମନୋଯୋଗ ପୂର୍ବକ ଅନୁଧ୍ୟାନ କରି ମୁଁ ଏ ସମସ୍ତ ନିରୀକ୍ଷଣ କରିଅଛି। ଧାର୍ମିକ ଓ ଅଧାର୍ମିକ। ତତ୍ପରେ ମୁଁ ଦେଖିବାକୁ ପାଇଲି ଯେ ଦୁଷ୍ଟ ବ୍ୟକ୍ତିଗଣ ସମାଧିସ୍ଥ ହୋଇଛନ୍ତି। ସେମାନେ ପବିତ୍ର ସ୍ଥାନରେ ଗମନାଗମନ କରିଥିଲେ ଓ ସେମାନେ ଯେଉଁଠାରେ ଏପରି କାର୍ଯ୍ୟ କରିଥିଲେ ସେହି ନଗରୀରେ ସେମାନେ ପ୍ରଶଂସିତ ହୋଇଥିଲେ। ଏହା ମଧ୍ୟ ବ୍ୟର୍ଥା। ଦୁଷ୍କର୍ମ ବିରୁଦ୍ଧରେ ପ୍ରଦତ୍ତ ଦଣ୍ଡାଜ୍ଞା ସହସା କାର୍ଯ୍ୟକାରୀ ନ ହେବାରୁ ମନୁଷ୍ୟପୁତ୍ରମାନଙ୍କ ହୃଦୟ ମନ୍ଦ କାର୍ଯ୍ୟ ପ୍ରତି ଆସକ୍ତ ହୋଇ ରହିଛି। 100 ଅନିଷ୍ଟ ସାଧନ କରିଥିବା ସତ୍ତ୍ୱେ ଯଦିଓ ଜଣେ ପାପୀର ଆୟୁଷ ସୁଦୀର୍ଘ ହୁଏ, ତଥାପି ମୁଁ ଜାଣେ ଯେ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି ସେମାନଙ୍କ ପାଇଁ ସମସ୍ତ କାର୍ଯ୍ୟ ମଙ୍ଗଳଦାୟକ ହେବ। କାରଣ ସେମାନେ ତାହାଙ୍କ ସନ୍ନିଧାନରେ ଭୟଭକ୍ତିପୂର୍ବକ ଆଚରଣ କରନ୍ତି। କିନ୍ତୁ ଦୁଷ୍ଟ ବ୍ୟକ୍ତିର କୁଶଳ ହେବ ନାହିଁ କିମ୍ବା ସେ ନିଜ ଆୟୁଷକୁ ଛାୟା ସଦୃଶ ସୁଦୀର୍ଘ କରିବ ନାହିଁ। କାରଣ ସେ ଈଶ୍ୱରଙ୍କ ସନ୍ନିଧାନରେ ଭୟଭକ୍ତିପୂର୍ବକ ଆଚରଣ କରେ ନାହିଁ। ନୀତିନିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଦୁଷ୍ଟ ବ୍ୟକ୍ତିମାନଙ୍କ କର୍ମ ଅନୁରୂପେ ଓ ଅଧାର୍ମିକମାନଙ୍କ ପାଇଁ ନୀତିନିଷ୍ଠ ବ୍ୟକ୍ତିମାନଙ୍କ କର୍ମ ଅନୁରୂପେ ପ୍ରତିଫଳ ପ୍ରଦତ୍ତ ହେବା ଭଳି ଏକ ବ୍ୟର୍ଥତା ଭୂପୃଷ୍ଠରେ ସଂଗଠିତ ହୋଇଥାଏ। ମୁଁ କହିଲି ଯେ ଏହା ମଧ୍ୟ ବ୍ୟର୍ଥତା। ସୁତରାଂ ମୁଁ ଆନନ୍ଦର ସନ୍ଧାନ ନିମନ୍ତେ ସୁପାରିଶ କରେ, କାରଣ ଭୋଜନ ପାନରେ ବ୍ରତୀ ହେବା ଓ ଆମୋଦ ପ୍ରମୋଦରେ ଆସକ୍ତ ହେବା ଅପେକ୍ଷା ମନୁଷ୍ୟ ପାଇଁ ସୂର୍ଯ୍ୟ ତଳେ ଅନ୍ୟ କୌଣସି ଉତ୍ତମ ବିଷୟ ନାହିଁ। ସୂର୍ଯ୍ୟ ତଳେ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ଆୟୁଷକାଳ ବ୍ୟାପୀ ଏହା ତାର ପରିଶ୍ରମ ମଧ୍ୟରେ ତାର ସହାୟ ହେବ। ପ୍ରଜ୍ଞା ଲାଭ କରିବା ଓ ଭୂପୃଷ୍ଠରେ ସମ୍ପାଦିତ କାର୍ଯ୍ୟବଳୀ ଦର୍ଶନ କରିବା ସକାଶେ ମୁଁ ବ୍ରତୀ ହେଲି। ଅହୋରାତ୍ର ମନୁଷ୍ୟର ଚକ୍ଷୁ ବିଶ୍ରାମ ପାଏ ନାହିଁ। ଈଶ୍ୱରଙ୍କ ଦ୍ୱାରା ସାଧିତ ସମସ୍ତ କାର୍ଯ୍ୟ ମୁଁ ଦେଖିବାକୁ ପାଇଲି। ସୂର୍ଯ୍ୟ ତଳେ ସମ୍ପାଦିତ ସମସ୍ତ କାର୍ଯ୍ୟକୁ ମନୁଷ୍ୟ ହୃଦବୋଧ କରି ନ ପାରେ। ଯେଉଁଭଳି ପରିଶ୍ରାନ୍ତ ହେଲେ ମଧ୍ୟ ମନୁଷ୍ୟ ତାହା ହୃଦବୋଧ କରିପାରିବ ନାହିଁ। ଯଦିଓ ଜଣେ ବିଜ୍ଞ ବ୍ୟକ୍ତି ଦାବି କରେ ଯେ ସେ ତାହା ହୃଦବୋଧ କରେ, ତଥାପି ସେ ତାହା ହୃଦୟଙ୍ଗମ କରିପାରିବ ନାହିଁ। ଅଧ୍ୟାୟ 9। ଏ ସମସ୍ତ ବିଷୟ ଆଲୋଚନା କରି ମୁଁ ବୁଝିପାରିଲି ଯେ ନୀତିନିଷ୍ଠ ତଥା ବିଜ୍ଞ ବ୍ୟକ୍ତି ଓ ସେମାନଙ୍କର କର୍ମ ସବୁକୁ ଈଶ୍ୱର ସ୍ୱହସ୍ତରେ ଧରି ରଖିଛନ୍ତି। ସ୍ନେହ କିମ୍ବା ବିଦ୍ୱେଷ କ'ଣ ମନୁଷ୍ୟ ତାହା ଜାଣେ ନାହିଁ? ତାର ସମ୍ମୁଖସ୍ଥ ସବୁକିଛି ବ୍ୟର୍ଥତା ଅଟେ। ଧାର୍ମିକ ତଥା ଦୁଷ୍ଟ, ଉତ୍ତମ ତଥା ମନ୍ଦ, ଶୁଦ୍ଧ ତଥା ଅଶୁଦ୍ଧ ଏବଂ ଯିଏ ନୈବେଦ୍ୟ ଉତ୍ସର୍ଗ କରେ ଓ ଯିଏ ନୈବେଦ୍ୟ ଉତ୍ସର୍ଗ ନ କରେ, ଏହିଭଳି ସମସ୍ତଙ୍କର ଦଶା ଏକ ଅଟେ। ଉତ୍ତମ ବ୍ୟକ୍ତି ଯେପରି, ପାପୀ ମଧ୍ୟ ସେହିପରି ଏବଂ ଶପଥ ଗ୍ରହଣକାରୀ ଯେପରି, ଶପଥ ଅଗ୍ରାହ୍ୟକାରୀ ସେହିପରି। ସମସ୍ତଙ୍କର ଦଶା ସମାନ। ଏହା ସୂର୍ଯ୍ୟ ତଳେ ସମ୍ପାଦିତ ସମସ୍ତ କାର୍ଯ୍ୟକଳାପ ସହ ସଂଯୁକ୍ତ ହୋଇ ରହୁଥିବା ଏକ
ଅନିଷ୍ଟ ବିଷୟ ଅଟେ। ମନୁଷ୍ୟର ହୃଦୟ ଅସତ୍ ବିଷୟରେ ପରିପୂର୍ଣ୍ଣ। ଜୀବିତ ଥିବା ସମୟରେ ସେମାନଙ୍କ ହୃଦୟ ବାତୁଳତାରେ ଉନ୍ମତ୍ତ ଥାଏ। ତତ୍ପରେ ସେମାନେ ମୃତ୍ୟୁମାନଙ୍କ ନିକଟକୁ ପ୍ରସ୍ଥାନ କରନ୍ତି। କିନ୍ତୁ ଯିଏ ଜୀବିତମାନଙ୍କ ସହ ସଂଯୁକ୍ତ ହୋଇ ରହେ ତାର ପ୍ରତ୍ୟାଶା ରହିଛି। କାରଣ ଏକ ଜୀବନ୍ତ ଶ୍ୱାନ ମୃତ ସିଂହ ଅପେକ୍ଷା ଅଧିକ ଉତ୍ତମ ଅଟେ। ଜଣେ ଜୀବିତ ବ୍ୟକ୍ତି ଜାଣେ ଯେ ସେ ମୃତ୍ୟୁବରଣ କରିବ, କିନ୍ତୁ ମୃତ ବ୍ୟକ୍ତିମାନେ କିଛି ହିଁ ଜାଣନ୍ତି ନାହିଁ। କିଛି ହିଁ ପ୍ରତିଦାନ ସେମାନେ କଦାପି ପ୍ରାପ୍ତ ହେବେ ନାହିଁ। ସେମାନଙ୍କ ସମ୍ବନ୍ଧୀୟ ସ୍ମୃତି ମଧ୍ୟ ସମାପ୍ତ ହୋଇଛି। ସେମାନଙ୍କ ସ୍ନେହ ବିଦ୍ୱେଷ ତଥା ଈର୍ଷା ବିନଷ୍ଟ ହୋଇଛି। ସୂର୍ଯ୍ୟ ତଳେ ସଂଗଠିତ କୌଣସି କାର୍ଯ୍ୟରେ ସେମାନେ କଦାପି କୌଣସି ଅଧିକାର ପ୍ରାପ୍ତ ହେବେ ନାହିଁ। ଯାଅ, ସାନନ୍ଦରେ ତୁମ ରୁଟି ଭକ୍ଷଣ କର, ପ୍ରଫୁଲ୍ଲ ଚିତ୍ତରେ ତୁମ ଦ୍ରାକ୍ଷାରସ ପାନ କର। କାରଣ ଯାହା ତୁମେ ସାଧନ କରିଅଛ, ଈଶ୍ୱର ତାହା ପୂର୍ବରୁ ଅଙ୍ଗୀକାର କରିଅଛନ୍ତି। ତୁମର ବସ୍ତ୍ର ସର୍ବଦା ଶୁଭ୍ର ଥାଉ ଓ ତୁମର ମସ୍ତକ ତୈଳରୁ ବଞ୍ଚିତ ନ ହେଉ। ଈଶ୍ୱରଙ୍କ ଦ୍ୱାରା ସୂର୍ଯ୍ୟ ତଳେ ତୁମ ପ୍ରତି ପ୍ରଦତ୍ତ ତୁମ ବ୍ୟର୍ଥ ଜୀବନ କାଳରେ ତୁମର ପ୍ରେମ ପାତ୍ରୀ ପତ୍ନୀ ସହ ଆନନ୍ଦ ଜୀବନଯାପନ କର। କାରଣ ସୂର୍ଯ୍ୟ ତଳେ ତାହା ତୁମ ଜୀବନର ଓ ତୁମ ପରିଶ୍ରମର ଏକ ଅଂଶ ଅଟେ। ଯେକୌଣସି କାର୍ଯ୍ୟ ସାଧନ କରିବା ପାଇଁ ତୁମର ହସ୍ତ ଉଦ୍ୟତ ହୁଏ, ତାହା ସର୍ବଶକ୍ତି ପୂର୍ବକ ସମ୍ପାଦନ କର। କାରଣ ଯେଉଁ ସ୍ଥାନକୁ ତୁମେ ଗମନ କରୁଛ, ସେହି ପାତାଳରେ ପରିଶ୍ରମ କିମ୍ବା ଆଲୋଚନା, ଜ୍ଞାନ କିମ୍ବା ପ୍ରଜ୍ଞା କୌଣସି ସ୍ଥାନ ପାଇବ ନାହିଁ। ମୁଁ ପୁନରାୟ ଦେଖିବାକୁ ପାଇଲି ଯେ ଦୌଡ଼ ଦ୍ରୁତଗାମୀମାନଙ୍କ ପାଇଁ, ଯୁଦ୍ଧ ଶକ୍ତି ସମ୍ପନ୍ନ ବ୍ୟକ୍ତିମାନଙ୍କ ନିମନ୍ତେ, ରୁଟି ଜ୍ଞାନୀମାନଙ୍କ ସକାଶେ, ଧନ ସମ୍ପଦ ବୁଦ୍ଧିମାନମାନଙ୍କ ଉଦ୍ଦେଶ୍ୟରେ କିମ୍ବା ଅନୁଗ୍ରହ ପ୍ରବୀଣ ବ୍ୟକ୍ତିମାନଙ୍କୁ ପ୍ରଦତ୍ତ ହେଉନାହିଁ। ବରଂ ସମସ୍ତେ ସମୟ ତଥା ଆକସ୍ମିକତାର ଅଧୀନସ୍ଥ। ମନୁଷ୍ୟ ନିଜର ସମୟ ସମ୍ବନ୍ଧରେ ଅଜ୍ଞ। ମତ୍ସ୍ୟ ଜାଲ ଦ୍ୱାରା ଓ ପକ୍ଷୀ ଫାଶ ଦ୍ୱାରା ଯେପରି ଧୃତ ହୁଏ, ସେହିପରି ଆକସ୍ମିକ ଭାବେ ସଂଘଟିତ ଅନିଷ୍ଟ ସମୟ ଦ୍ୱାରା ମନୁଷ୍ୟ ଫାଶରେ ଆବଦ୍ଧ ହୁଏ। ଜ୍ଞାନୀ ଓ ମୂଢ଼। ସୂର୍ଯ୍ୟ ତଳେ ପ୍ରଜ୍ଞା ଏହି ଉଦାହରଣ ମୁଁ ଦେଖିଲି ଏବଂ ତାହା ମୋତେ ମହାନ ସଦୃଶ ପ୍ରତୀତ ହେଲା। କେବଳ ଅଳ୍ପ ଲୋକଙ୍କ ଦ୍ୱାରା ଅଧ୍ୟୁଷିତ ଗୋଟିଏ କ୍ଷୁଦ୍ର ନଗରୀ ଥିଲା। ଜଣେ ମହାରାଜା ଆସିଲେ ଓ ଅବରୋଧ ଯନ୍ତ୍ର ସମୂହ ନିର୍ମାଣ କରି ତାହା ଆକ୍ରମଣ କଲେ। ସେହି ନଗରୀରେ ଜଣେ ନିର୍ଦ୍ଧନ ବିଜ୍ଞ ବ୍ୟକ୍ତି ବାସ କରିଥିଲା ଏବଂ ସେ ନିଜ ପ୍ରଜ୍ଞା ଜରିଆରେ ସେହି ନଗରୀକୁ ରକ୍ଷା କଲା। ତଥାପି କେହି କେବେ ସେହି ନିର୍ଦ୍ଧନ ବ୍ୟକ୍ତିକୁ ସ୍ମରଣ କଲେ ନାହିଁ। ସେହି ନିର୍ଦ୍ଧନ ବ୍ୟକ୍ତିର ଜ୍ଞାନ ଯଦିଓ ଅବମାନିତ ଓ ତା'ର ବାକ୍ୟ ସମୂହ ଅବହେଳିତ, ତଥାପି ମୁଁ କହି ରଖେ ଯେ ଶକ୍ତି ଅପେକ୍ଷା ପ୍ରଜ୍ଞା ଅଧିକ ଶ୍ରେଷ୍ଠ। ମୂଢ଼ ବ୍ୟକ୍ତିମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ଶାସନକର୍ତ୍ତାଙ୍କ ଚିତ୍କାର ଅପେକ୍ଷା ଜ୍ଞାନ ସମ୍ପନ୍ନ ବ୍ୟକ୍ତିର ପ୍ରଶାନ୍ତ ବାକ୍ୟ ଅଧିକ ଉତ୍କୃଷ୍ଟ। ଯୁଦ୍ଧ ପାଇଁ ଆବଶ୍ୟକ ଶସ୍ତ୍ର ଅପେକ୍ଷା ପ୍ରଜ୍ଞା ବରଂ ଶ୍ରେୟସ୍କର, କିନ୍ତୁ ଅନେକ ଉତ୍ତମ କାର୍ଯ୍ୟ ବିନାଶ କରିବା ପାଇଁ ଜଣେ ପାପୀ ସକ୍ଷମ। ଅଧ୍ୟାୟ 10। ମୃତ ମକ୍ଷିକା ସୁଗନ୍ଧ ଦ୍ରବ୍ୟକୁ ଦୁର୍ଗନ୍ଧମୟ କରିଦିଏ, ସେହିପରି ଅଳ୍ପ ମୂଢ଼ତା ପ୍ରଜ୍ଞା ତଥା ସମ୍ଭ୍ରମକୁ ଟପିଯାଏ। ଜଣେ ବିଜ୍ଞ ବ୍ୟକ୍ତିର ହୃଦୟ ତାକୁ ଦକ୍ଷିଣ ଦିଗକୁ ଘୂରିତ କରେ, କିନ୍ତୁ ମୂଢ଼ ବ୍ୟକ୍ତିର ହୃଦୟ ତାକୁ ବାମ ଦିଗକୁ ଘୂରାଏ। ନିଜ ପଥରେ ବିଚରଣ କରିବା ସମୟରେ ମୂଢ଼ ବ୍ୟକ୍ତି ବୁଦ୍ଧିହୀନତା ପ୍ରଦର୍ଶନ କରେ। ସେ ଯେ ଜଣେ ମୂଢ଼ ବ୍ୟକ୍ତି, ଏହା ସେ ସମସ୍ତଙ୍କ ସମ୍ମୁଖରେ ପ୍ରକଟ କରେ। ଶାସନକର୍ତ୍ତାଙ୍କର କୋପାନଳ ଯେବେ ତୁମ ବିରୁଦ୍ଧରେ ପ୍ରଜ୍ୱଳିତ ହୁଏ,
ତେବେ ତୁମେ ନିଜ ସ୍ଥାନରୁ ଚାଲିଯାଅ ନାହିଁ, କାରଣ ବଶ୍ୟତା ମହା ଅପରାଧ ଗୁଡ଼ିକୁ ପରିହାର କରିବ। ସୂର୍ଯ୍ୟ ତଳେ ମୁଁ ଗୋଟିଏ ମନ୍ଦ କାର୍ଯ୍ୟ ଦେଖିବାକୁ ପାଇଲି, ତାହା ଶାସନକର୍ତ୍ତାମାନଙ୍କ ଠାରୁ ଉଦ୍ଭବ। ମୂଢ଼ତା ସଂଖ୍ୟାଧିକ ଉନ୍ନତ ସ୍ଥାନରେ ଅଧିଷ୍ଠିତ ଓ ଧନଶାଳୀ ନିମ୍ନ ସ୍ଥାନରେ ଆସୀନ। ଦାସମାନେ ଅସାରୋହଣ କରି ଓ ଶାସକମାନେ କ୍ରୀତଦାସ ସଦୃଶ ପଦବ୍ରଜ କରି ଯାତ୍ରା କରୁଥିବା ମୁଁ ଦେଖିଅଛି। ଯିଏ ଗର୍ତ୍ତ ଖୋଳେ ସେ ସେଥିରେ ନିପତିତ ହେବ ଓ ଯିଏ କାନ୍ଥ ଭାଙ୍ଗେ ତାକୁ ସର୍ପ ଦଂଶନ କରିବ। ପଥର କଟାଳି ପଥର ଦ୍ୱାରା ଆଘାତ ପ୍ରାପ୍ତ ହେବ ଓ ଯିଏ କାଠ ଚିରେ ସେ କାଠ ଦ୍ୱାରା ବିପଦାପନ୍ନ ହେବ। ମୁଣ୍ଡା ଲୌହକୁ ଦାଢ଼ୁଆ କରା ନଗଲେ ଅଧିକ ଶକ୍ତି ପ୍ରୟୋଗ କରିବା ଆବଶ୍ୟକ ହେବ, କିନ୍ତୁ ଜୟଯୁକ୍ତ ହେବା ପାଇଁ ଜ୍ଞାନ ସହାୟ ହୁଏ। ସର୍ପ ବଂଶୀଭୂତ ହେବା ପୂର୍ବରୁ ଯଦି ଦଂଶନ କରେ ସେ ସାପୁଆ କେଳାର କୌଣସି ଲାଭ ନାହିଁ। ବିଜ୍ଞ ବ୍ୟକ୍ତିର ମୁଖ ନିଃସୃତ ବାକ୍ୟ ତା ପାଇଁ ପ୍ରୀତି ଲାଭ କରେ, କିନ୍ତୁ ମୂଢ଼ ବ୍ୟକ୍ତିର ଅଧର ତାକୁ ଗ୍ରାସ କରେ। ତାର ମୁଖ ନିଃସୃତ ବାକ୍ୟ ସବୁର ଆରମ୍ଭ ମୂଢ଼ତା ଅଟେ ଓ ତାର କଥାର ପରିସମାପ୍ତି ପ୍ରକୃତରେ ଉନ୍ମତ୍ତତା ଅଟେ। ମୂଢ଼ ବ୍ୟକ୍ତି ଅତି ଭାଷଣରେ ତୀବ୍ର ହୁଏ, ତଥାପି ଭବିଷ୍ୟତରେ କ'ଣ ଘଟିବ ସେ ସମ୍ବନ୍ଧରେ କେହି ଜାଣେ ନାହିଁ। ତାହା ହେଲେ ନିଜର ପରବର୍ତ୍ତୀ କାଳରେ କ'ଣ ସଂଘଟିତ ହେବ କିଏ ବା ଏହା ତାକୁ ଜଣାଇ ପାରିବ? ନଗର ସ୍ଥିତ ଦିଗସ୍ଥ ପଥ ନ ଜାଣି ଜଣେ ନିର୍ବୋଧ ବ୍ୟକ୍ତି ପରିଶ୍ରାନ୍ତ ହୋଇ କ୍ଳାନ୍ତ ହୁଏ। ହେ ଦେଶ, ତୁମର ରାଜା ଯଦି ଜଣେ ଶିଶୁ ଓ ତୁମର ଶାସକମାନେ ପ୍ରାତଃ କାଳରେ ଭୋଜି ପର୍ବରେ ଲିପ୍ତ ହୁଅନ୍ତି, ତେବେ ତୁମକୁ ଧିକ୍। ହେ ଦାସ, ସ୍ୱାଧୀନ ମନୁଷ୍ୟପୁତ୍ର, ଯେବେ ତୁମ ରାଜା ଓ ତୁମ ଶାସକମାନେ ପାନୋନ୍ମତ୍ତ ହେବା ପାଇଁ ନୁହେଁ ବରଂ ନିଜ ଶକ୍ତିର ପରିବର୍ଦ୍ଧନ ପାଇଁ ଯେବେ ତଥା ସମୟରେ ଭୋଜି ପର୍ବରେ ରତ ହୁଅନ୍ତି, ତେବେ ତୁମେ ଧନ୍ୟ। ଆଳସ୍ୟତା ଯୋଗୁଁ ଗୃହ କାନ୍ଥ ଭୁଷୁଡ଼ି ପଡ଼େ, ଶ୍ରମ କାତରତା ହେତୁ ଗୃହରେ ପାଣି ଝରୁଥାଏ। ଆନନ୍ଦିତ ହେବା ପାଇଁ ରୁଟି ପ୍ରସ୍ତୁତ ହୁଏ, ଦ୍ରାକ୍ଷାରସ ଜୀବନକୁ ସନ୍ତୁଷ୍ଟ କରେ, ଅର୍ଥ ସମସ୍ତ କାର୍ଯ୍ୟ ପାଇଁ ଉପଯୋଗୀ। ତୁମ ଚିନ୍ତାଧାରାରେ ସୁଦ୍ଧା ରାଜାଙ୍କୁ ଅଭିଶାପ ଦିଅ ନାହିଁ, କିମ୍ବା ଶୟନ କକ୍ଷରେ ଧନଶାଳୀମାନଙ୍କୁ ଅଭିଶାପ ଦିଅ ନାହିଁ। କାରଣ ଆକାଶର କୌଣସି ପକ୍ଷୀ ତୁମର ଶବ୍ଦକୁ ବହନ କରି ନେଇଯିବା କିମ୍ବା କୌଣସି ପକ୍ଷଯୁକ୍ତ ପ୍ରାଣୀ ସେ ସମ୍ବନ୍ଧରେ ଜଣାଇବ। ଅଧ୍ୟାୟ 11। ବିବେଚନା ପୂର୍ବକ ଆଚରଣ ପାଇଁ ଆହ୍ୱାନ। ତୁମ ରୁଟିକୁ ଜଳରାଶି ମଧ୍ୟକୁ ନିକ୍ଷେପ କର, ତେବେ ବହୁଦିନ ତୁମେ ତାହା ପାଇବ। 7 କିମ୍ବା 8 ଜଣକୁ ଏକ ଅଂଶ ପ୍ରଦାନ କର, କାରଣ ଭୂପୃଷ୍ଠରେ କେଉଁ ମନ୍ଦ କାର୍ଯ୍ୟ ସଂଘଟିତ ହେବ ତୁମେ ସେ ସମ୍ବନ୍ଧରେ ଅଜ୍ଞ। ମେଘମାଳା ଯଦି ଜଳପୂର୍ଣ୍ଣ ଥାଏ, ତେବେ ତାହା ଭୂପୃଷ୍ଠ ଉପରେ ବର୍ଷିବ। ଦକ୍ଷିଣ କିମ୍ବା ଉତ୍ତର ଦିଗକୁ ବୃକ୍ଷ ଯଦି ପତିତ ହୁଏ, ତେବେ ପଡ଼ିଯାଇଥିବା ସେହି ସ୍ଥାନରେ ହିଁ ତାହା ରହିବ। ଯିଏ ବାୟୁକୁ ନିରୀକ୍ଷଣ କରି ରହେ ସେ ରୋପଣ କରିବ ନାହିଁ। ଯିଏ ମେଘମାଳା ପ୍ରତି ଦୃଷ୍ଟି ଦେଇ ରହେ ସେ ଫସଲ ଅମଳ କରିବ ନାହିଁ। ବାୟୁର ଗତି କିମ୍ବା ଗର୍ଭବତୀ ନାରୀର ଗର୍ଭରେ ଅସ୍ଥି କିପରି ବୃଦ୍ଧିପ୍ରାପ୍ତ ହୁଏ ତୁମେ ଏହା ଯେପରି ଜାଣ ନାହିଁ, ସେହିପରି ସବୁକିଛିର ସ୍ରଷ୍ଟା ଈଶ୍ୱରଙ୍କର କର୍ମ ସମ୍ବନ୍ଧରେ ମଧ୍ୟ ତୁମେ ଜାଣ ନାହିଁ। ପ୍ରଭାତରେ ବିହନ ବପନ କର ଓ ପ୍ରଦୋଷରେ ନିଜ ହସ୍ତକୁ ସ୍ଥଗିତ କର ନାହିଁ, କାରଣ ତୁମେ ଜାଣ ନାହିଁ ଯେ ଏହା କିମ୍ବା ତାହା ଅଥବା ଉଭୟଟି ସମୃଦ୍ଧଶାଳୀ ହେବ। ଆଲୋକ ସୁଖଦାୟକ ଓ ସୂର୍ଯ୍ୟ ଦର୍ଶନରେ ଚକ୍ଷୁ ଆନନ୍ଦିତ ହୁଏ। ଜଣେ ବ୍ୟକ୍ତି ଯଦି ବହୁ ବର୍ଷ ବ୍ୟାପୀ ଜୀବିତ ରହେ,
ତେବେ ସେ ସମସ୍ତ ସମୟ ସେ ଆନନ୍ଦିତ ହୋଇ ରହେ। କିନ୍ତୁ ସେ ସ୍ମରଣ କରୁ ଯେ ଅନ୍ଧକାରର ଦିନ ସମୂହ ମଧ୍ୟ ଅନେକ ଯାହା ସବୁ ଘଟେ ସେ ସମସ୍ତ ବ୍ୟର୍ଥ। ଯୌବନ ତଥା ବାର୍ଦ୍ଧକ୍ୟ କାଳ। ହେ ଯୁବକ, ତୁମ ଯୁବାବସ୍ଥାରେ ଆନନ୍ଦିତ ହୁଅ। ଯୌବନ କାଳ ସମ୍ବନ୍ଧରେ ତୁମ ହୃଦୟ ଉଲ୍ଲସିତ ହେଉ। ହୃଦୟର କାମନା ତଥା ଚକ୍ଷୁ ଅଭିଳାଷର ଅନୁସରଣ କର। କିନ୍ତୁ ଜାଣି ରଖ ଯେ ଏ ସମସ୍ତ ବିଷୟ ସମ୍ବନ୍ଧରେ ତୁମର ବିଚାର କରିବା ପାଇଁ ଈଶ୍ୱର ତୁମକୁ ଆହ୍ୱାନ କରିବେ। ତୁମ ହୃଦୟରୁ ଉତ୍କଣ୍ଠା ଓ ତୁମ ଶରୀରରୁ ବ୍ୟଥାକୁ ଦୂରେଇ ଦିଅ, କାରଣ ଯୌବନ କାଳ ତଥା ଜୀବନର ପ୍ରତ୍ୟୁଷ ବ୍ୟର୍ଥ। ଅଧ୍ୟାୟ 12। କୌଣସି ବିଷୟରୁ ମୁଁ ସୁଖ ପାଏ ନାହିଁ। ଯେଉଁ ବର୍ଷ ଗୁଡ଼ିକରେ ତୁମେ ଏହିପରି କହିବ, ସେହି ଅନିଷ୍ଟ ଦିନଗୁଡ଼ିକ ସନ୍ନିକଟ ହେବା ପୂର୍ବରୁ ଯୌବନ କାଳରେ ତୁମ ସ୍ରଷ୍ଟାଙ୍କ ମଧ୍ୟ ସ୍ମରଣ କର। ସେ ସମୟରେ ସୂର୍ଯ୍ୟ, ଜ୍ୟୋତି, ଚନ୍ଦ୍ର ତଥା ତାରକାପୁଞ୍ଜ ଅନ୍ଧକାରମୟ ହେବେ। ବୃଷ୍ଟିପାତ ପରେ ମେଘମାଳା ପୁନରାୟ ଆବିର୍ଭୂତ ହେବ। ଗୃହର ପ୍ରହରୀମାନେ କମ୍ପିତ ହେବେ। ଶକ୍ତି ସମ୍ପନ୍ନ ବ୍ୟକ୍ତିଗଣ ନତ ହେବେ। ଲୋକେ ଅଳ୍ପ ସଂଖ୍ୟକ ହେବାରୁ ମେଷପାଳକମାନେ ପରିଶ୍ରମରୁ ନିବୃତ୍ତ ହେବେ। ଝରକା ଦେଇ ଚାହୁଁଥିବା ବ୍ୟକ୍ତିଗଣ ଅନ୍ଧ ହୋଇଯିବେ। ପଥ ପାର୍ଶ୍ୱସ୍ଥ ଦ୍ୱାର ରୁଦ୍ଧ ହୋଇ ରହିବ। ପେଷଣ ଶବ୍ଦ ମୃଦୁ ହେବ। ପକ୍ଷୀର ଶବ୍ଦ ଶୁଣି ମନୁଷ୍ୟ ଜାଗି ଉଠିବ। ଗାୟିକାମାନଙ୍କର ଶବ୍ଦ କ୍ଷୀଣ ହେବ। ଉଚ୍ଚ ହୋଇ ରହିଥିବା ଓ ପଥରେ ଦୃଶ୍ୟମାନ ସମସ୍ତ ବସ୍ତୁ ସେମାନଙ୍କୁ ଭୀତ କରାଇବ। ବାଦାମ ବୃକ୍ଷ ପୁଷ୍ପିତ ହେବ। ଝିଣ୍ଟିକା ଭାରଗ୍ରସ୍ତ ହୋଇ ଗୁରୁଣ୍ଡି ଗୁରୁଣ୍ଡି ଯିବ। ସର୍ବବିଧ ଅଭିଳାଷର ଅବସାନ ଘଟିବ, କାରଣ ମନୁଷ୍ୟ ତା'ର ଶାଶ୍ୱତ ଗୃହକୁ ପ୍ରସ୍ଥାନ କରେ ଓ ବିଳାପକାରୀମାନେ ପଥ ଦେଇ ଭ୍ରମଣ କରନ୍ତି। ରୌପ୍ୟ ସୂତା ଛିଣ୍ଡିଯିବ। ସୁବର୍ଣ୍ଣ ପାତ୍ର ଭଙ୍ଗ ହେବ। କଳସ ଜଳସ୍ରୋତ ସମୀପରେ ଭଗ୍ନ ହେବ। କୂପ ସମୀପସ୍ଥ ଚକ୍ର ଭଙ୍ଗ ହେବ। ଧୂଳି ତାହାର ଉତ୍ସ ସ୍ୱରୂପ ହୋଇଥିବା ପୃଥିବୀକୁ ଓ ଆତ୍ମା ତାହାର ଦାତା ଈଶ୍ୱରଙ୍କ ନିକଟକୁ ଫେରିଯିବ। ପ୍ରଚାରକ କହନ୍ତି, ବ୍ୟର୍ଥତାର ବ୍ୟର୍ଥତା, ସମସ୍ତ ହିଁ ବ୍ୟର୍ଥତା। ଉପସଂହାର। ପ୍ରଚାରକ ଜଣେ ବିଜ୍ଞ ବ୍ୟକ୍ତି ହୋଇଥିବା ଯୋଗୁଁ ନୀତି ବଚନ ସବୁକୁ ମନୋଯୋଗ ପୂର୍ବକ ବିବେଚନା, ପଠନ ତଥା କ୍ରମାଗତ ଭାବରେ ସଜ୍ଜିତ କରି ଲୋକମାନଙ୍କୁ ଜ୍ଞାନର ଶିକ୍ଷା ମଧ୍ୟ ପ୍ରଦାନ କଲେ। ପ୍ରଚାରକ ମନୋରମ ବାକ୍ୟ ଗୁଡ଼ିକ ସନ୍ଧାନ କରେ ଓ ନୀତିନିଷ୍ଠ ବଚନ ସବୁକୁ ସତ୍ୟଯୁକ୍ତ ଭାବେ ଉଲ୍ଲେଖ କଲେ। ବିଜ୍ଞ ବ୍ୟକ୍ତିମାନଙ୍କ କଥା ଅଙ୍କୁଶ ସଦୃଶ ସଂଗୃହୀତ ନୀତି ବଚନ ସମୂହ ମେଷପାଳକମାନଙ୍କ ଯଷ୍ଟିରେ ଦୃଢ଼ ରୂପେ ବିଦ୍ଧ ହୋଇଥିବା କଣ୍ଟା ସଦୃଶ। ହେ ମୋର ବତ୍ସ, ଏହାର ଅତୀତ ସକଳ ବିଷୟ ସମ୍ବନ୍ଧରେ ସତର୍କ ହୁଅ। ସଂଖ୍ୟାଧିକ ଗ୍ରନ୍ଥ ପ୍ରସ୍ତୁତ କରିବା ପାଇଁ ଉଦ୍ୟତ ହେଲେ କେବେ ହେଁ ତାହାର ପରିସମାପ୍ତି ଘଟିବ ନାହିଁ। ଅଧିକ ଅଧ୍ୟୟନ ଶରୀରକୁ କ୍ଳାନ୍ତ କରିବ। ବିଷୟ ଗୁଡ଼ିକର ସାରମର୍ମ ଏହା ଯେ ସମସ୍ତ ବିଷୟ ଶୁଣାଯାଇ ସାରିଛି। ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କର। ତାହାଙ୍କର ଆଜ୍ଞାବଳୀର ଅନୁଗତ ହୁଅ, କାରଣ ଏହା ହିଁ ମନୁଷ୍ୟର ସମ୍ପୂର୍ଣ୍ଣ କର୍ତ୍ତବ୍ୟ। ଉତ୍ତମ କିମ୍ବା ମନ୍ଦ ହୋଇଥିବା ଯେକୌଣସି ରହସ୍ୟାବୃତ ବିଷୟକୁ ସୁଦ୍ଧା ଈଶ୍ୱର ତାହାଙ୍କର ବିଚାରପୀଠ ସମ୍ମୁଖରେ ଉପସ୍ଥାପିତ କରିବେ।